ଆଜି 19 ଅଗଷ୍ଟ 2026 ବୁଧବାର। ଆଜି ଶ୍ରାବଣ ଶୁକ୍ଳ ପକ୍ଷ ସପ୍ତମୀ ତିଥି ସନ୍ଧ୍ୟା 7ଟା 19 ପର୍ଯ୍ୟନ୍ତ ରହୁଛି। ସନ୍ଧ୍ୟା 7ଟା 20ରୁ ଆରମ୍ଭ ହୋଇଯାଉଛି ଅଷ୍ଟମୀ ତିଥି। ଆଜିର ରାହୁକାଳ ସମୟ ଦିହିପର 12ଟା ଠାରୁ 1:30 ପର୍ଯ୍ୟନ୍ତ ରହୁଅଛି। ଏହି ସମୟରେ ଆପଣମାନେ ଯଦି ପଦାକୁ ଯାଉଛନ୍ତି ଟିକେ ହୁସିଆରି ଯାଆନ୍ତୁ। ଆଜିର ରାଶିଫଳ 12ଗୋଟି ରାଶିରେ କ'ଣ ରହିଛି ଶୁଭ ଅଶୁଭ, କ'ଣ ରହିଛି ଶୁଭ ସମୟ। ତ ନମସ୍କାର ଦର୍ଶକ ବନ୍ଧୁ, ଆଜି 19 ଅଗଷ୍ଟ 2026 ବୁଧବାର। ଆଜି ଦିନରେ 12ଗୋଟି ରାଶି ପାଇଁ କେମିତି କଟିବ ଆପଣମାନେ ଆମଠାରୁ ଭିଡ଼ିଓ ଦେଖି ଜାଣିପାରିବେ। ଯଦି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ତାହେଲେ ସବୁ କିଛି ଜାଣିପାରିବେ। ଶୁଭ ରଙ୍ଗ, ଶୁଭ ସଂଖ୍ୟା, ଶୁଭ ସମୟ କ'ଣ ରହିଛି 12ଗୋଟି ରାଶି ପାଇଁ। ତ ଚାଲନ୍ତୁ ଆରମ୍ଭ କରିବା ଆଜିର 12ଗୋଟି ରାଶି ବିଷୟରେ। ତ ପ୍ରଥମ ରାଶି ଯଦି ଆମେ ଦେଖିବା ମେଷ ରାଶି। ମେଷ ରାଶିରେ କ'ଣ ରହିଛି ଆଜିର ଦିନ, ଆଜିର ସମୟ, ଶୁଭ ସମୟ କ'ଣ ରହିଛି, ଶୁଭ ସଂଖ୍ୟା, ଶୁଭ ରଙ୍ଗ କ'ଣ ସବୁ ରହିଛି। ଆଜି ଆପଣଙ୍କ ମନରେ ନୂଆ ଯୋଜନା ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ, କିନ୍ତୁ ପରିଶ୍ରମର ଫଳ ମଧ୍ୟ ମିଳିପାରେ। ଅଟକିଥିବା କାମ ଆଗକୁ ବଢ଼ିବ। ଖର୍ଚ୍ଚ କରିବା ସମୟରେ ଭାବି ଚିନ୍ତି କରନ୍ତୁ। ଯଦି ଆପଣଙ୍କ ଶୁଭ ରଙ୍ଗ ଦେଖିବା, ଶୁଭ ରଙ୍ଗ ଲାଲ ରଙ୍ଗ, ଶୁଭ ସଂଖ୍ୟା 9। ଆଉ ଯଦି ଶୁଭ ସମୟ ଆପଣ ଯଦି ଦେଖିବେ ଆଜିର ଦିନରେ ଆପଣଙ୍କ ପାଇଁ ରହିବ 9:30ରୁ 11ଟା। ଯଦି ଏହି ସମୟରେ ଆପଣ କୁଆଡ଼େ ଯାଉଛନ୍ତି ତାହେଲେ ନିଶ୍ଚିତ ଭାବେ ଶୁଭ ଫଳ ମିଳିବ। ଆପଣଙ୍କ ପାଇଁ ଆଜିର ଦିନଟି ବହୁତ ଶୁଭମୟ ଅଛି। ଦ୍ୱିତୀୟ ରାଶି ବୃଷ ରାଶି। ଆଜିର ଦିନରେ ଆପଣଙ୍କୁ କୌଣସି ମାଲି ମକଦ୍ଦମା କ୍ଷେତ୍ରରେ ପଡ଼ିବାକୁ ପଡ଼ିପାରେ। କୋର୍ଟ କଚେରୀ ହୋଇପାରନ୍ତି, କିନ୍ତୁ ପରିବାରର ସହଯୋଗ ମିଳିବ। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ପ୍ରେମ ସମ୍ପର୍କରେ ଆପଣଙ୍କର ମଧୁରତା ବଢ଼ିବ। ଯଦି ଆପଣଙ୍କ ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 6, ଶୁଭ ସମୟ ଆପଣଙ୍କର 8:30ରୁ ସକାଳ 10ଟା। ଏବେ ଦେଖିବା ତୃତୀୟ ରାଶି ମିଥୁନ ରାଶି। ଆଜି ଆପଣଙ୍କ କଥାବାର୍ତ୍ତା ହିଁ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ହୋଇପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ଦୂର ସ୍ଥାନକୁ ଖବର ଆସିପାରେ। ଆପଣଙ୍କୁ ଅଯଥା ଯୁକ୍ତି, ବାଦ ବିବାଦରୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ସବୁଜ, ଶୁଭ ସଂଖ୍ୟା 5, ଶୁଭ ସମୟ ସକାଳ 10ଟାରୁ 11:30। ଏବେ ଜାଣିବା କର୍କଟ ରାଶି। କର୍କଟ ରାଶିରେ ପରିବାରର ଖୁସି ପରିବେଶ ରହିପାରେ। ଆପଣଙ୍କ ପୁରୁଣା ଚେଷ୍ଟାରୁ ଲାଭ ମିଳିପାରେ। ମାନସିକ ଚିନ୍ତା କମିବ। ଆଜି ଘରର ବଡ଼ମାନଙ୍କ ପରାମର୍ଶ ନିଅନ୍ତୁ। ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 2, ଶୁଭ ସମୟ ସକାଳ 7:30ରୁ 9ଟା। ଏହି ସମୟରେ ଆପଣ ଯେକୌଣସି ଶୁଭ ସମୟରେ ବାହାରି ପାରିବେ ଘରୁ। ଆଜିର ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିଛି। ସିଂହ ରାଶି। ସିଂହ ରାଶି ପାଇଁ ଆଜିର ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ। ନୂଆ କାମ ଆରମ୍ଭ କରିବାର ପୂର୍ବରୁ ଥରେ ଚିନ୍ତା କରନ୍ତୁ। ଭଲ ଭାବେ ଭାବନ୍ତୁ, ବୁଝନ୍ତୁ, ତାପରେ କରନ୍ତୁ। ଖର୍ଚ୍ଚ ଉପରେ ନଜର ରଖନ୍ତୁ। ଆଜିର ଶୁଭ ରଙ୍ଗ ସୁନେଲି, ଶୁଭ ସଂଖ୍ୟା 1, ଶୁଭ ସମୟ ଆପଣଙ୍କୁ ଦ୍ୱିପହର ବା 2:30ରୁ 4ଟା ମଧ୍ୟରେ ପଡ଼ୁଛି। ଏବେ ଜାଣିବା କନ୍ୟା ରାଶି। ଆଜିର କାମରେ ଧ୍ୟାନ ଦିଅନ୍ତୁ। ଆଜି ଯେକୌଣସି କାମ କରୁଛନ୍ତି ତାକୁ ଧ୍ୟାନର ସହ କରନ୍ତୁ। ଦେଖିବେ ଆପଣଙ୍କୁ ସଫଳତା ମିଳିବ। ପୁରୁଣା ଟଙ୍କା ଯେଉଁ କାରବାର କରୁଛନ୍ତି, ସୁଧ କାରବାର କରୁଛନ୍ତି, ତାହା ଦେଖି ଚାହିଁ କରନ୍ତୁ। ଯଦି ପୁରୁଣା ଟଙ୍କା ଆପଣଙ୍କୁ ଫେରିବାର
ଚାହୁଁଛନ୍ତି ତାହେଲେ ଏହି କାମଟା ନିଶ୍ଚୟ କରନ୍ତୁ। ମଙ୍ଗଳବାର ଦିନ ହନୁମାନଙ୍କୁ ଯାଇକି ପୂଜା ଅର୍ଚ୍ଚନା କରନ୍ତୁ, ଦେଖିବେ ଆପଣଙ୍କ ପାଇଁ ଭଲ ରହିବ। ଘରର ପରିବାର ସବୁ ଆପଣଙ୍କ ଖୁସିକୁ ଅନେଇଛନ୍ତି। ଖୁସିରେ ସମୟ କଟନ୍ତୁ ତାଙ୍କମାନଙ୍କ ସହିତ, ଦେଖିବେ ସବୁ କିଛି ଠିକ୍ ହେଇଯିବ। ଆପଣଙ୍କ ପାଇଁ ଶୁଭ ରଙ୍ଗ ସବୁଜ, ଶୁଭ ସଂଖ୍ୟା 5, ଶୁଭ ସମୟ ସକାଳ 8ରୁ 9:30। ଏହି ସମୟରେ ଆପଣଙ୍କୁ ବହୁତ ଭଲ ରହିବ। ତୁଳା ରାଶି, ଆଜିର ଦିନରେ ତୁଳା ରାଶି ପାଇଁ କ'ଣ ରହିଛି? ଆଜିର ସମ୍ପର୍କରେ ଭଲ ପରିବର୍ତ୍ତନ ଆସିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ହୋଇପାରେ। କୌଣସି ନିଷ୍ପତ୍ତି ନେବା ବେଳେ ତରବର ହୁଅନ୍ତୁ ନାହିଁ। ପରିବାରଙ୍କ ସହ ଆଲୋଚନା କରନ୍ତୁ, ବହୁତ ଥର ଭାବନ୍ତୁ, ତାପରେ ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କ ପାଇଁ ଶୁଭ ରଙ୍ଗ ରହିବ ନୀଳ, ଶୁଭ ସଂଖ୍ୟା 6। ଯଦି ଶୁଭ ସମୟ ଧରିବା ସନ୍ଧ୍ୟା 4:30ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ। ଏବେ ଦେଖିବା ବିଛା ରାଶି। ବିଛା ରାଶି, ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିପାରେ। ଟଙ୍କା ଲେନଦେନରେ ସାବଧାନ ରୁହନ୍ତୁ। କାହାର କଥାକୁ ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଆପଣଙ୍କୁ ଖୁସି ଖବର ମିଳିପାରେ। କେହି ଖୁସି ଖବର ଆପଣଙ୍କୁ ଦେଇପାରନ୍ତି। ଶୁଭ ରଙ୍ଗ ମେରୁନ୍ ରଙ୍ଗ, ଶୁଭ ସଂଖ୍ୟା 9 ଓ ଶୁଭ ସମୟ ହେଉଛି ଆପଣଙ୍କ ପାଇଁ ସନ୍ଧ୍ୟା 5ଟାରୁ 6:30 ମଧ୍ୟରେ। ଏବେ ଦେଖିବା ଧନୁ ରାଶି। ଧନୁ ରାଶି ପାଇଁ ଆଜିର ଭାଗ୍ୟ ଆପଣଙ୍କ ସାଥ ଦେଇପାରେ। ନୂଆ ସୁଯୋଗ ମିଳିବ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଖବର ଆସିପାରେ। ଦୂର ଯାତ୍ରା କରିବାକୁ ପଡ଼ିପାରେ। ଯଦି ଶୁଭ ରଙ୍ଗ ଦେଖିବା ଆପଣଙ୍କ ପାଇଁ ହଳଦିଆ, ଶୁଭ ସଂଖ୍ୟା 3 ଆଉ ଶୁଭ ସମୟ ସକାଳ 9ଟାରୁ 10:30 ମଧ୍ୟରେ। ଏବେ ଦେଖିବା ମକର ରାଶି। ମକର ରାଶି ପାଇଁ ଆଜିର ଦିନରେ କ'ଣ ରହିଛି? ଆଜି ଦାୟିତ୍ୱ ବଢ଼ିବ, କିନ୍ତୁ ଆପଣଙ୍କ ସଫଳତା ସହ ତାହା ପୂରଣ କରିପାରିବେ ନାହିଁ। ଆର୍ଥିକ ଦିଗରେ ଧୀରେ ଧୀରେ ସୁଧାର ଆସିପାରେ। ପରିବାରର କାହା ନା କାହା ସହିତ ମତଭେଦ ସୃଷ୍ଟି ହୋଇପାରେ, କିନ୍ତୁ ନିରାଶ ହୁଅନ୍ତୁନି। ଆପଣଙ୍କୁ ହିଁ ଆପଣଙ୍କ ସବୁ ଜିନିଷକୁ ସଜାଡ଼ି ପାରିବେ। ଯଦି ଆପଣଙ୍କୁ ଦିନଟି ଆଜି ଦେଖିବା ବହୁତ ମିଶ୍ରିତ ଫଳ ରହୁଛି। ଶୁଭ ରଙ୍ଗ କଳା, ଶୁଭ ସଂଖ୍ୟା 8, ଶୁଭ ସମୟ ଦ୍ୱିପହର 3:30ରୁ 4:30। ଏବେ ଦେଖିବା କୁମ୍ଭ ରାଶି। ଆଜି ନୂଆ ଚିନ୍ତାଧାରା ଆପଣଙ୍କୁ ଆଗକୁ ନେଇଯିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ବନ୍ଧୁ କିମ୍ବା ପରିଚିତଙ୍କଠାରୁ ଭଲ ସୂଚନା ମଧ୍ୟ ମିଳିପାରେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 8, ଶୁଭ ସମୟ ସକାଳ 10:30ରୁ 12ଟା ମଧ୍ୟରେ। ଏବେ ଦେଖିବା ଶେଷ ରାଶି ମୀନ ରାଶି। ମୀନ ରାଶି ପାଇଁ କ'ଣ ରହିଛି? ଆଜିର ମନରେ ଇଚ୍ଛା ପୂରଣ କରିବେ। ଏକ ପଦକ୍ଷେପ ନେବାକୁ ବଢ଼ିପାରନ୍ତି, ଯାହା ଆପଣଙ୍କ ପାଇଁ କଠୋର ହୋଇପାରେ। ପରିବାରର ଖୁସି ରହିବ। ଆର୍ଥିକ ଦିଗ ଯଦି ଦେଖିବା, ଆପଣଙ୍କ ପାଇଁ ନୂଆ କିଛି ଯୋଜନା କରିପାରନ୍ତି। ଲାଭ ଅଧିକା, କ୍ଷତି ଆପଣଙ୍କୁ ଆଜି ଟିକେ ସହିବାକୁ ପଡ଼ିବ। ଭଗବାନଙ୍କ ସ୍ମରଣ ନିଅନ୍ତୁ, ବିଷ୍ଣୁଙ୍କ ସ୍ମରଣ ନିଅନ୍ତୁ, ଦେଖିବା ଆସ୍ତେ ଆସ୍ତେ ସବୁ କିଛି ଠିକ୍ ହେଇଯିବ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 3, ଶୁଭ ସମୟ ସକାଳ 7ଟାରୁ 8:30 ମଧ୍ୟରେ ରହିବ। ଯଦି ଆଜିର ବିଶେଷ ଶୁଭ ସମୟ ଆମେ ଆଜି ଦେଖିବା, ଆଜି ବୁଧବାର, ପଞ୍ଚାଙ୍ଗ ଅନୁସାରେ ସହର ଅନୁଯାୟୀ କିଛି ସମୟ ଆଗ ପଛ ରହିପାରେ। ଆଜିର ସକାଳର କିଛି ସମୟ ଏବଂ ଦ୍ୱିପହରର କିଛି ସମୟ ଯଦି ଦେଖିବା, ସକାଳ 4:30 ପରେ ଆପଣଙ୍କୁ ଶୁଭ ସମୟ କିଛି ମିଳୁଛି। ରାହୁକାଳ ଦେଖିବା ଦ୍ୱିପହର 12ଟାରୁ 1:30 ମଧ୍ୟରେ। ନୂଆ ଶୁଭ କାମ କରିବାକୁ ହୁଅନ୍ତୁ ନାହିଁ।
ଆଜିର ଶୁଭ ରଙ୍ଗ ସବୁଜ, ହଳଦିଆ, ଧଳା ରଙ୍ଗକୁ ଆଜି ଯଦି ଶୁଭ ଭାବେ ପିନ୍ଧିପାରନ୍ତି। ଆଜିର ଶୁଭ ସଂଖ୍ୟା 3, 5 ଓ 6। ତେବେ ଦର୍ଶକ ବନ୍ଧୁ, ଆଜିର 12ଗୋଟି ରାଶି ମଧ୍ୟରୁ ଆପଣଙ୍କର କେଉଁ ରାଶି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବେ ଜଣାଇବେ। ଆଉ ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ପୁଣି ଏକ ନୂଆ ରାଶିଫଳ ସହିତ ଆପଣମାନଙ୍କ ସହିତ ଦେଖାହେବ। ରହିଲୁ, ଜୟ ଜଗନ୍ନାଥ।